କହିଥିବା କଥାର ଦାବି ରଖିବାକୁ ଯାଇକି ମୁଁ ସମସ୍ତଙ୍କ ସାଙ୍ଗରେ ଗୋଟେ ଚ୍ୟାଲେଞ୍ଜ କରି ମୁଁ ଜଣେ କଳା ଶିକ୍ଷକ ସ୍କୁଲରେ କାମ କରେ। ସପ୍ତମ ଅଷ୍ଟମ ଷଷ୍ଠ ସପ୍ତମ ଅଷ୍ଟମ ତିନିଟା କ୍ଲାସକୁ ପଢ଼ାଇବା ପାଇଁ ଆମକୁ ଦାୟିତ୍ୱ ଦିଆହେଇଛି। କେଉଁ ସ୍କୁଲରେ ଯଦି ଆର୍ଟ ଟିଚର ନାହିଁ ଟୋଟାଲ ସବୁଗୁଡ଼ା ପିଲାର କିଛି ହେଲେ ଚିତ୍ର ହେଉନି। 25 ଦିନ ମାତ୍ର 25 ଦିନ ମୋତେ କଣ୍ଟିନ୍ୟୁ କ୍ଲାସ୍ କରିବାକୁ ଦେଇକି ଦେଖ, ତାପରେ କହିବ ଯେ ଆର୍ଟ ଟିଚରଙ୍କୁ ଦରମା ଗୋଟେ ହେଡ଼ମାଷ୍ଟର ଦରମାଠୁ ଅଧିକା ଦେବା ଦରକାର ନା ନାହିଁ। କ୍ଲାସ୍ ଟୁ ଅଫିସର ବୋଲି ଆଗରୁ ଓଡ଼ିଶାରେ କହୁଥିଲେ। ଏ ପଇସା ଲୋଭରେ ତୁମମାନେ ଆମର ଇଜ୍ଜତ ଖରାପ କରି ରଖିଛ। ମୋତେ ବହୁତ ଖରାପ ଲାଗୁଛି। ଆଉ ଜିଦି ଦେଇ କହୁଛି, ମୋତେ କଥାବାର୍ତ୍ତା ଖରାପ ହେଲା ଏସବୁ ନାହିଁ, ଭୋକରେ କହୁଛି, ଭୋକରେ ଭୋକ ଲାଗୁଛି, ଆମକୁ ଖାଇବା ଦରକାର ଅଛି, ପଇସା ମିଳୁନି। ତେଣୁକରି ଗୋଟେ ଜିନିଷ କହୁଛି ସାର୍, ଆମକୁ ଟ୍ୟାଲେଣ୍ଟ ଚେକ୍ କରିବାର ଅଛି। ଗୋଟେ ସ୍କୁଲରେ ଆର୍ଟ ଟିଚର ନାହାନ୍ତି, ଆମକୁ ସେଇଠି ଛାଡ଼ି ଦେଖ। 25 ଡେଜ୍ ମାତ୍ର 25 ଦିନ ଭିତରେ ସେ ସ୍କୁଲର ପିଲାଙ୍କର ଯଦି ଏଗ୍ରିଗେଟ୍ ଚିତ୍ର ଉପରେ ଯଦି ନଲେଜ ପୁରା ଟପ୍ 1 ନହେଲା ତାହେଲେ ମୁଁ ମକରଧ୍ୱଜ ବୋଲି ଡାଇରେକ୍ଟ ଆରେଷ୍ଟ ହେବାକୁ ରାଜି ଅଛି। କିନ୍ତୁ ଆମ ଦରମା ଦିଆଯାଉ, ନହେଲେ ଚାକିରିରୁ ବାହାର କରିଦିଅ। ବାସ୍ ସରିଲା, ଯା ପଇସା ତ ତୁମେ ଖାଇଲ ଆଉ 13-14 ବର୍ଷ ରଖିଦିଅ ଯାଅ। ଓଡ଼ିଶା ସରକାର ନା, ସିଏ ନବୀନ ହଉ ନହେଲେ ଆପଣ କିଏ ହେଲେ ଆମ କଥା ଶୁଣିବା ନେଲେ କହିଲେ କ'ଣ କରିବା? ଆଉ କ'ଣ ସୁଇସାଇଡ଼ କରିସାରିଲା ପରେ ଦେବେ ଖୁସିରେ? ନା ରିହାବିଲିଟେସନରେ ମୋ ସ୍ତ୍ରୀଟାକୁ ଚାକିରି ଦେଇଦେବେ? ମୁଁ କିଛି ଖାଇପାରିବିନି ନାଇଁ କି? 12-13 ବର୍ଷ ଭିତରେ ବହୁତ ପିଲା ଆମଠୁ ପାଠ ପଢ଼ି ଯାଇଛନ୍ତି, ଭଲ ଦରମା ପାଇକି ଭଲ ଜାଗାରେ ଅଛନ୍ତି। ଆଜିକାଲି ତ ଯୁଗ ହେଇଗଲା, ସରକାରରେ ମାନେ ଆମ ଷ୍ଟେଟ୍ରେ କିଛି ଚାକିରି ନାହିଁ, ପିଲା ବହୁତ ପାଠ ପଢ଼ୁନାହାନ୍ତି। ମେଟ୍ରିକଟା ସରିଗଲା, +2ଟେ ସରିଗଲା, ତା ଭିତରେ ଆଇଟିଆଇ ମାଇଟିଆଇ କରିକି କୁଆଡ଼େ ହେଲେ ବାହାରକୁ ଯାଇ ଖଟୁଛନ୍ତି। ଆମ ଦେଶରେ ଏତେ ନାହିଁ ନା, ଆମ ଓଡ଼ିଶାରେ। ତେଣୁକରି ସେମାନେ ଭଲ ଷ୍ଟାଣ୍ଡାର୍ଡ଼ରେ ଅଛନ୍ତି, ଆମେ ଯାହାକୁ ପାଠ ପଢ଼େଇଛୁ। କିନ୍ତୁ ମାଷ୍ଟର ଆଜ୍ଞା ଟଙ୍କା 4-5 ହଜାର ଭିତରେ ଗାଁରେ ଆଜ୍ଞା ନଙ୍ଗ ନଙ୍ଗ ହେବେ। ବାଃ, ମୋତେ ଖରାପ ଲାଗୁଛି। ଆଉ ମୋର ଚ୍ୟାଲେଞ୍ଜ ହେଲା, ମୋତେ ଟାର୍ଗେଟରେ ନେଇକି ଦେଖ। ଯେଉଁଠି ଟୋଟାଲ ପିଲାଙ୍କୁ ଚିତ୍ର ଜଣା ନାହିଁ ମୋତେ ସେ ଜାଗାରେ ଛାଡ଼। 25 ଦିନ ଭିତରେ ସେ ସ୍କୁଲର ଏଗ୍ରିଗେଟ୍ ମାନେ ପୁରା ଚିତ୍ର ଉପରେ ଟ୍ୟାଲେଣ୍ଟ ଯଦି ରେଡ଼ି ନ କରେଇବି ମୁଁ ମକରଧ୍ୱଜ ବୋଲି କହିବା ପାଇଁ ଯୋଗ୍ୟ ନାହିଁ। ରାତି 12ଟା ଘଣ୍ଟାରେ ମୋତେ ସେତିକି କଷ୍ଟ ହେଉଛି। ଆଉ ଆମର ୟୁନିୟନ ଫିନିୟନ ପିଲାମାନେ ସବୁ ଯୋଗାଡ଼ ଯନ୍ତ୍ର ହେଇକିରି ଆମେ ଆଉ ଦରମା ପାଇଁ ଯାଇକିରି ସେଇଟା ଆଉ ମଛା କାକର ଖାଇପାରୁନୁ। ଏବେ ଯେତିକି ମଛା ଖାଉଛୁ ବହୁତ ଖାଇଦେଉଛୁ। 10ଟା 11ଟା ହେଇଯାଉଛି ବିଲୁରୁ ଆଇଲା ବେଳକୁ। ବିଲୁରୁ ଆଇଲେ ଝାଳ ପୋଛି ପୋଛି ସାଙ୍ଗେ ସାଙ୍ଗେ ସ୍କୁଲ ଚାଲ। ତାପରେ ଆଉ ଥରେ କେଉଁଠିକି ଯାଇକି ଚିତ୍ର କରୁ, ସେଇଠି ସେ ନିଶୁଣ୍ଡି ଦେଇଥିବେ ସ୍ୱାଗତମ ଲେଖ ସାରେ। କହିଲା ବେଳକୁ ଆମକୁ ବୟସ 40 ପାଖାପାଖି, ଅଣ୍ଟା ପିଠି କେଉଁଠି କେତେବେଳେ ପଡ଼ି ଉଡ଼ିକିରି ମାଡ଼ ହେଇଯାଇଛି। ଦରମା କମ୍ ପରା, କୋଡ଼ିଏ ଯାଇ କାମ କରିବାକୁ ପଡ଼ିବ। ବାଟରେ ଆଇଲା ବେଳକୁ କିଏ ମଦୁଆ ଆଇଲା ବାଡ଼େଇ ଦେଲା, ବାସ୍ ସରିଲା। ଆଜ୍ଞା ଚ୍ୟାଲେଞ୍ଜ ଆକ୍ସେପ୍ଟ କରିବାକୁ ରାଜି ଅଛୁ, କିନ୍ତୁ ଆମ ନ୍ୟାଯ୍ୟ ଦାବି ଦିଅ, ନହେଲେ ଆମକୁ ବାହାର କରିଦିଅ, ବାସ୍ ସରିଗଲା। ମୁଁ ସମସ୍ତଙ୍କ ପାଇଁ କହୁଛି। ପିଲା ଗୁଡ଼ାକ ଭଲ ଚିତ୍ର ଶିଖିଛନ୍ତି, ତାଙ୍କ ଘରେ ରହି ଚିତ୍ର କରିବେ, କମ୍ ସେ କମ୍ ତା ବାପାର ଘର ଗୁଡ଼ା କଲର ହେଇଯିବ। ଦେଶ ପାଇଁ ଏତେ କଲେ ତାଙ୍କୁ ଖାଇବାକୁ ଦେଉନି କହିଲେ ତାଙ୍କ ମରିବେ।